ଚାଲନ୍ତୁ ଆଜି ମୁଁ ଆପଣମାନଙ୍କୁ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କର ଦର୍ଶନ ସହିତ ଏଠାରେ ଥିବା ବିଭିନ୍ନ ପ୍ରକାରର କଳା ସଂସ୍କୃତି ବିଷୟରେ କହୁଛି। ତ ଜୟ ଜଗନ୍ନାଥ ଭାଇମାନେ, ଯେହେତୁ ଆଜି ସୋମବାର ଥିଲା ସେଥିପାଇଁ ଆମେ ଦୁଇ ଜଣ ସାଙ୍ଗ ମିଶିକି ବାହାରିଲୁ ଆରଡି ଯିବା ପାଇଁ। କାହିଁକି ନା ବହୁତ ଦିନ ଧରି ଆମେ ଦୁଇ ଜଣ ବାହାରେ ଥିଲୁ ଆଉ ଶିବ ଶମ୍ଭୁଙ୍କୁ ଦେଖିବାଟା ମୋର ପୁରା ସ୍ୱପ୍ନ ହେଇଯାଇଥିଲା। କିନ୍ତୁ ଆଜି ଯେହେତୁ ମୁଁ ଘରେ ଅଛି ସେଥିପାଇଁ ମୁଁ ସକାଳୁ ସକାଳୁ ଗାଧେଇ ପିଧେଇ ଗାଡି ଧରି ବାହାରି ଯାଇଥିଲି ଶିବ ଶମ୍ଭୁଙ୍କୁ ଦର୍ଶନ କରିବା ପାଇଁ। ତ କିଛି ସମୟ ଗାଡି ଚଲେଇ ସାରିବା ପରେ ମୁଁ ଫାଇନାଲି ଆସିକି ପହଞ୍ଚି ଗଲି ଆରଡିରେ। ଆଉ ଏଠି ମତେ ଫାଷ୍ଟ ଦେଖିବାକୁ ମିଳିଲା ଗୋଟେ ଧଳା ଘୋଡା। ଆଉ ଆଜି ଆରଡିରେ ସବୁ କିଛି ଶାନ୍ତ ଜଣା ପଡୁଥିଲା। ତ ଆମେ ମାନେ ଜମା ଡେରି ନ କରି ସାଙ୍ଗେ ସାଙ୍ଗେ ଚାଲିଲୁ ଆଉ ସବୁ କିଛି ଏକ୍ସପ୍ଲୋର କରିବା ପାଇଁ। ଆଉ ଆଜି ଯେହେତୁ ସୋମବାର ଥିଲା ସେଥିପାଇଁ ଲୋକମାନଙ୍କର ଭିଡ ଟିକେ ଅଧିକ ଲାଗିଥିଲା। ତ ଏତେ ସବୁ କିଛି ଦେଖି ସାରିବା ପରେ ଆମେ ଚାଲିଲୁ ନନାଙ୍କ ଘର ଆଡକୁ। କାହିଁକି ନା ଆଜି ଆମକୁ କରିବାର ଥିଲା ଶିବ ଶମ୍ଭୁଙ୍କ ପାଖରେ ଘର୍ଷଣ। ତ ଆମେ ମାନେ ନନାଙ୍କ ଘରେ ପହଞ୍ଚି ସବୁ କିଛି ନନାଙ୍କୁ କହି ସାରିବା ପରେ ଆମେ ମାନେ ଚାଲିଲୁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତ ଏମିତି କିଛି ବାଟ ଗଲା ପରେ ଆମେ ମାନେ ଫାଇନାଲି ଆସିକି ପହଞ୍ଚି ଗଲୁ ପ୍ରଭୁଙ୍କ ବେଡା ଭିତରେ। ଆଉ ଆଜି ଭକ୍ତ ମାନଙ୍କର ଭିଡ ଏତେ ଜୋରସେ ଲାଗିଥିଲା ଯେ ଏସବୁ କିଛି ଦେଖି ମୋ ମୁଣ୍ଡ ପୁରା ଖରାପ ହେଇଗଲା। ତ ଆମେ ମାନେ ବି ଜମା ଡେରି ନ କରି ଚାଲିଲୁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଆଉ ଯଦି ଆପଣ ମାନେ ଫାର୍ଷ୍ଟ ଟାଇମ ଆରଡି ଆସୁଛନ୍ତି ତ ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ନିଜର ଗୋଡ ହାତ ନିହାତି ଏଠି ଭଲସେ କ୍ଲିନ କରିକି ଯିବେ। ଆଉ ମୁଁ ବି ଏଠି ନିଜକୁ ପବିତ୍ର କରି ସାରିବା ପରେ ବାହାରିକି ଚାଲିଗଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଆଉ ଆଜି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ଭିଡ ଟିକେ ଅଧିକ ଲାଗିଥିଲା। ଆଉ ଜମା ଡେରି ନ କରି ମୁଁ ବି ଲାଇନରେ ଲାଗି ପଡିଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଆଉ ଯେହେତୁ ଭିତରେ ଭିଡିଓ ରେକର୍ଡ କରିବା ଆଲାଉ ନଥିଲା ସେଥିପାଇଁ ମୁଁ ଭିତରର ଦୃଶ୍ୟ କିଛି ଦେଖେଇ ପାରିଲି ନାହିଁ। ତ ପ୍ରଭୁଙ୍କୁ ଦର୍ଶନ କରି ଆସି ସାରିବା ପରେ ନନାଙ୍କ ପାଖରୁ ମହାଦେବଙ୍କର ଚନ୍ଦନ ଲଗେଇବାକୁ ଲାଗି ପଡିଲି। ଆଉ ନନାଙ୍କ ପାଖରୁ ଚନ୍ଦନ ଲଗେଇ ସାରିବା ପରେ ମୁଁ ବାହାରିକି ଚାଲିଗଲି ଦୀପ ଜାଳିବା ପାଇଁ। ତ 10 ଟଙ୍କାରେ ଦୀପ କିଣି ପ୍ରଭୁଙ୍କ ପାଖରେ ଲଗେଇ ସାରିବା ପରେ ଆମେ ମାନେ ବାହାରିକି ଚାଲିଗଲୁ ନନାଙ୍କ ପାଖକୁ। ଆଉ ଏପଟେ ଆସି ଦେଖିଲା ବେଳକୁ ନନା ଆମର ସବୁ କିଛି ରେଡି କରି ଦେଇଥିଲେ। ଆଉ ତାପରେ ନନା ବନେଇଥିବା ମହାପ୍ରଭୁଙ୍କର ଘର୍ଷଣ ଆମେ ମାନେ ସମସ୍ତେ ଟିକେ ଟିକେ ପାଇଦେଲୁ। ଆଉ ମହାପ୍ରଭୁଙ୍କର ଘର୍ଷଣ ଏତେ ସ୍ଵାଦିଷ୍ଟ ଆଉ ଏତେ ସୁନ୍ଦର ଥିଲା ଯେ ପିଇ ସାରିବା ପରେ ମୋ ମନ ପୁରା ଶାନ୍ତି ହେଇଗଲା। ତ ଘର୍ଷଣ ପିଇ ସାରିବା ପରେ ଆମେ ବାହାରିକି ଚାଲିଗଲୁ ଘର ଆଡକୁ। ଆଉ ଆପଣ ମାନେ କେବେ ଆରଡି ବୁଲିବା ପାଇଁ ଆସିଛନ୍ତି କି ନାହିଁ ଆମକୁ କମେଣ୍ଟ ରେ ନିହାତି ଜଣେଇବେ। ଆଉ ଆଜିର ଭ୍ଲଗ ଯଦି ଭଲ ଲାଗୁଥିବ ଫଲୋ ଗୋଟେ ନିହାତି କରିବେ। ତ ଆଜି ପାଇଁ ଏତିକ ରହିଲି ଭାଇ ମାନେ, ଜୟ ଶିବ ଶମ୍ଭୁ।